ଏହି ପରିପ୍ରେକ୍ଷୀରେ ମୁଁ ସମ୍ବାଦ ସାମ୍ବାଦିକତା ଏବଂ ସମ୍ବାଦ ପରିବେଷଣ ବିଷୟରେ ଆଉ ଦୁଇ ପଦ କଥା କହିବା ପାଇଁ ନିଶ୍ଚିତ ଭାବରେ ମୁଁ ଚାହିଁବି। ଗଣମାଧ୍ୟମ ହେଉଛନ୍ତି ସାଧାରଣ ଜନତାଙ୍କର ସ୍ୱର, ସେମାନଙ୍କର ସମସ୍ୟା ସ୍ୱର ସରକାରଙ୍କର ପାଖରେ ପହଞ୍ଚାଇବା ହେଉଛି ଗଣମାଧ୍ୟମର ପ୍ରକୃତ ଦାୟିତ୍ୱ ଏବଂ କର୍ତ୍ତବ୍ୟ ମଧ୍ୟ। ଗତ କିଛି ବର୍ଷ ମଧ୍ୟରେ ସମ୍ବାଦ ପରିବେଷଣ ହୋଇଯାଇଛି ବ୍ୟବସାୟ, ଖବରକାଗଜ ହୋଇଯାଇଛି ଏକ କମୋଡିଟି ଏବଂ ସାମ୍ବାଦିକତା ହୋଇଯାଇଛି ଏକ ବୃତ୍ତି ବା ପ୍ରଫେସନ୍। ଏହି ବିଜନେସ୍ ମଡେଲକୁ ସଫଳ କରିବା ପାଇଁ ସରକାରଙ୍କର ପୃଷ୍ଠପୋଷକତା ଅର୍ଥାତ୍ ବିଜ୍ଞାପନ ମଧ୍ୟ ଆବଶ୍ୟକତା ହେଉଛି। ଯଦି ଆପଣ ମାତ୍ରାଧିକ ଭାବେ ବିଜ୍ଞାପନ କିମ୍ବା ଅନ୍ୟାନ୍ୟ ଅନୁଗ୍ରହ ନେବେ, ଆପଣଙ୍କର କଣ୍ଠରୋଧ ହେବା ସ୍ୱାଭାବିକ, ଯାହା ଗତ ସରକାର ଅମଳରେ ଦେଖା ଦେଇଥିଲା। ମୁଁ ବ୍ୟକ୍ତିଗତ ଭାବରେ ଏଠି ଜାଣିଛି ଯେ ସେ ସମୟରେ କିଛି ସମ୍ବାଦପତ୍ର ଗଣମାଧ୍ୟମକୁ କୌଣସି ସରକାରୀ ବିଜ୍ଞାପନ ଦେବା ପାଇଁ ଏକ ଅଘୋଷିତ ଆଦେଶ ମଧ୍ୟ ହୁଇପ୍ ମଧ୍ୟ ସେଥିରେ ଜାରି ହୋଇଥିଲା, କାରଣ ସେମାନେ ସରକାରଙ୍କର HMV ଅର୍ଥାତ୍ ହିଜ୍ ମାଷ୍ଟର୍ସ ଭଏସ୍ ହେବା ପାଇଁ ସ୍ପଷ୍ଟ ଭାବରେ ମନା କରିଦେଇଥିଲେ। ଆମେ କେବେ ସେ ପ୍ରକାରର HMV ହୋଇପାରିବୁ ନାହିଁ। ସେହି କିଛି ହାତଗଣତିଙ୍କ ମଧ୍ୟରେ ବୋଧହୁଏ ନବୀନ ବାବୁ ଏବଂ ନିର୍ଭୟ ମଧ୍ୟ ଥିଲେ, ମୋତେ ଯାହା ମନେ ହୁଏ। ଗଣମାଧ୍ୟମରେ ସଫଳତାର ମାପକାଠି କ'ଣ? ଯେତେବେଳେ ଉଭୟ ବିରୋଧୀ ଓ ଶାସକ ଦଳ ଆପଣଙ୍କୁ ସମାଲୋଚନା କରିବେ, ଆପଣ ଜାଣିବେ ଯେ ଆପଣ ସଠିକ୍ ସାମ୍ବାଦିକତା କରୁଛନ୍ତି। ଏଣୁ ସରକାରଙ୍କୁ ସମାଲୋଚନା କରିବାର ଗଣମାଧ୍ୟମର ନୈତିକ ଦାୟିତ୍ୱ। ଜାତୀୟ ସ୍ତରରେ ଏପରିକି ଆମ ଓଡ଼ିଶାରେ ମଧ୍ୟ ସାମ୍ବାଦିକତା ଧର୍ମକୁ ନିଭାଉଥିବା ଅନେକ ସାମ୍ବାଦିକ ଗଣମାଧ୍ୟମ ଇତିହାସକୁ ଗର୍ବିତ କରିଛନ୍ତି। କିନ୍ତୁ ମୋର କ୍ଷୋଭ ହେଉଛି, ଦୁଃଖ ବି ଲାଗୁଛି, ଏହି ପ୍ରଜାତିର ସାମ୍ବାଦିକ ଯାହାଙ୍କୁ ମୁଁ ଓଲ୍ଡ ସ୍କୁଲ ଜର୍ଣ୍ଣାଲିଷ୍ଟ କହିଥାଏ, ଡାଇନୋସର ପରି ବିଲୁପ୍ତ ପ୍ରାୟ। ଯେତେବେଳେ ପୂର୍ବ ସରକାର ସମୟରେ କଠିନତା ସମୟ ଭିତରେ, ପ୍ରତିକୂଳ ପରିସ୍ଥିତି ଭିତରେ ଆଜି ଆମ ସରକାର ଆସିଲା ଫଳରେ ଇଏ ଲୋକଙ୍କର ସରକାର ହୋଇଗଲା। ଏଥିରେ ଆଉ ପ୍ରତିକୂଳ ପରିସ୍ଥିତି ନାହିଁ, ଏଥିରେ ଧମକ ନାହିଁ କିମ୍ବା ଏଥିରେ କୌଣସି ପ୍ରକାରର କଣ୍ଠରୋଧ କରିବାରେ ମଧ୍ୟ ଇଏ ପ୍ରକ୍ରିୟାକରଣ ଆମ ସରକାରର ନାହିଁ, ଇଏ ହେଉଛି ଲୋକଙ୍କର ସରକାର।